ଆପଣ କଣ କହିବେ? ଆଜି ଯେଉଁ ସଂକଳ୍ପ ଯାତ୍ରା ହେଉଛି ଇଏ କଂଗ୍ରେସର ଏକ ରକମ ଶୁଭ ପଇଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ଆମର ପ୍ରିୟ ନେତା ରାହୁଲ ଗାନ୍ଧୀ ଯେଉଁ ଆମର ଦେଇଛନ୍ତି ଯାହାକୁ ପିସିସି ସଭାପତି ଭକ୍ତଚରଣ ଦାସ ମହୋଦୟଙ୍କୁ, ଏହା ନିଶ୍ଚିନ୍ତ ଫଳପ୍ରଦ ହେବ ଏବଂ ତାଙ୍କୁ ଲକ୍ଷ୍ୟ କରି ଅନେକ ଲୋକ ମଧ୍ୟ ପୁରୁଣା ପୁରୁଖା ଲୋକ ନେତା ସବୁ ଯୋଗଦେବେ। এই সংকল্প দিবসর আজিঠার সংকল্প নিয়া যাଉଛି আগামী দিনের নিশ্চিন্ত ইয়া ভাল হব। এই দল হচ্ছে জাতীয় দল, তেণু জাতীয় দল কু লোক বহুত পরখিছন্তি। এবে বিরোধী মানকর যে প্রকার লোকଙ୍କୁ ঠকামি এবং যা କରିଛନ୍ତି ଲୋକଙ୍କୁ ଯେଉଁ ପ୍ରକାର ଭଣ୍ଡାମି କରିଛନ୍ତି ଲୋକ ତା 24 ବର୍ଷ ଏବଂ ଏ ଶାସନରେ ମଧ୍ୟ ତାକୁ ଅନୁଭବ କରିସାରିଲେଣି। ଦରଦାମ କଥା କହିଲେ ସରିବ ନାହିଁ। ତେଣୁ ମୋର କହିବା କଥା ଏ ଦଳ ହେଉଛି ଜାତୀୟ ଦଳ। ଏ ଦଳ ଯିଏକି ଭାରତକୁ ସ୍ୱାଧୀନତା ଦେଇଥିଲା ଏବଂ ଖଟିଖିଆ ମୂଲିଆଙ୍କ ମୁହଁରେ ଯିଏ ହସ ପଲଟେଇଥିଲା, ଇଏ ହେଉଛି ସେଇ ଦଳ, ଜାତୀୟ କଂଗ୍ରେସ ଦଳ। ତେଣୁ ଆମେ ଜଣେ ନିଶ୍ଚିନ୍ତ ଭାବରେ ଜଣେ ପିସିସି ସଭାପତି ପାଇଛୁ, ଆଶା ରଖିଛୁ, ଭରସା ରଖିଛୁ, ଆଗରୁ ଦେଖିଛୁ, ତାଙ୍କ ବିଷୟରେ ଜାଣିଛୁ। ଗାଁ ଗହଳିଠାରୁ ପୁରା ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଗୋଟେ ବର୍ତ୍ତମାନ ପରିବର୍ତ୍ତନ ସ୍ୱର ଆସିଛି, ଯାହାକି ନିଶ୍ଚିନ୍ତ ଆଗାମୀ ନିର୍ବାଚନରେ ତାର ଫଳପ୍ରଦ ହେବ। ତ୍ରିବେଣୀ ମହାପାତ୍ର ବାଙ୍କି କଂଗ୍ରେସ କମିଟିର ମୁଁ ଅଛି ମେମ୍ବର। ଏ ସଂକଳ୍ପ ଯାତ୍ରା ଉପରେ ଆପଣ କଣ? ସଂକଳ୍ପ ଯାତ୍ରା ଆମେ ବହୁତ ଖୁସି ହେଲୁ। 7-8 ମାସ ପରେ କଂଗ୍ରେସ ଗୋଟେ ମଙ୍ଗୁଆଳ ପାଇଲା, ଆଉ ଭଲ ମଙ୍ଗୁଆଳ ପାଇଲା, ଯାହାଦ୍ୱାରା କି ଶୁଭ ସଂକେତ ଆପଣ ଦେଖୁଥିବେ। ଏଇ ଯେଉଁ ପଦଯାତ୍ରା ମାଧ୍ୟମରେ ଲୋକ ଖରା ତରାକୁ ନ ଡରିକି ସରକାର ବିରୋଧରେ କେମିତି ଲଢ଼ିବା, এই ସଂକଳ୍ପ ଆମେ ନେଉଛୁ। ଆଜି ବାଙ୍କି ନିର୍ବାଚନ ମଣ୍ଡଳୀର ବ୍ଲକ 1ର ବ୍ରହ୍ମପୁରା ପଞ୍ଚାୟତର ପୂର୍ବତନ ସରପଞ୍ଚ ସଞ୍ଜୟ କୁମାର ସାହୁ। ଆଜ୍ଞା, ଆଜି ଏଇ ଯେଉଁ ଏଥରକ ଯେଉଁ ନୂତନ ପିସିସି ବଛା ହେଇଛି, ତାଙ୍କୁ ନେଇ ବର୍ତ୍ତମାନ ଓଡ଼ିଶା କଂଗ୍ରେସ ଦଳର ବହୁତ ଆଶା ଉଦ୍ଦୀପନା ବଢ଼ିଯାଇଛି। ବହୁତ ମାତ୍ରାରେ ପରିବର୍ତ୍ତନର ସୁର ବର୍ତ୍ତମାନ ଏଇଠୁ ଆରମ୍ଭ ହେଲା। ତେଣୁ ସମସ୍ତେ ଆଶା ରଖିଛନ୍ତି କଂଗ୍ରେସ ଦଳର ଓଡ଼ିଶାର ଯେଉଁ ଦୁର୍ଦ୍ଦିନରେ ଗତି କରୁଛି, ସେଥିରୁ ନିଶ୍ଚିତ ଭାବରେ ଏଥର ପରିବର୍ତ୍ତନ ହେବ। ଆଉ ଏଥର ନିଶ୍ଚିତ ଭାବରେ ଆମେ ସରକାର ଗଢ଼ିବୁ, ଏଇଟା ସମସ୍ତଙ୍କର ଆମର ଆଶା ଆଉ ଆକାଂକ୍ଷା। 2029ରେ କଂଗ୍ରେସ ସରକାର କରିବ, ନିଶ୍ଚିତ ଓଡ଼ିଶାରେ ସରକାର କରିବ। ବିଜେପି ସରକାର ଲୋକମାନଙ୍କର ଆଦୃତ ହେଉଛି ନା ଲୋକମାନେ ପ୍ରତ୍ୟାଖ୍ୟାନ କରିବେ? ନା, ଲୋକମାନେ ଯେଉଁ ଅନୁସାରେ ସେମାନେ ଇଲେକ୍ସନ ପୂର୍ବରୁ ଯେଉଁଭଳି ଭାବରେ ସେମାନେ ମିଥ୍ୟା ପ୍ରତିଶ୍ରୁତି ସବୁ ଦେଇଥିଲେ, ସେଥିରେ ସେ ସମ୍ପୂର୍ଣ୍ଣ ସରକାର ବିଫଳ। କୌଣସି ତାଙ୍କର କଥା ଗୋଟେ କାମ ଗୋଟେ, ଡବଲ ଇଞ୍ଜିନ୍ ସରକାର। ତେଣୁ ଦୁଇ ପଟକୁ ସେ ଟାଣୁଛି, ଗୋଟେ ଆଗକୁ ଟାଣିଲେ ଗୋଟେ ପଛକୁ ଟାଣୁଛି। ତେଣୁ କୌଣସି ଆଗକୁ ଯିବାର ସମ୍ଭାବନା କିଛି ଦେଖାଯାଉନି। ଦିନକୁ ଦିନ ଓଡ଼ିଶା ସରକାର ତଳକୁ ଗତି କରିବ, କିନ୍ତୁ ଆଗକୁ ଯିବାର କିଛି ସମ୍ଭାବନା ଦେଖାଯାଉନି। କିନ୍ତୁ ଆମେ ଯେଉଁ ନେତୃତ୍ୱ ପାଇଛୁ, ତେଣୁ ଆମର ବହୁତ ଆଶା ଆକାଂକ୍ଷା ଅଛି। ଆଉ ଦଳ ନିଶ୍ଚିତ ଏଥରକ ଆଗକୁ ଗତି କରିବ। 2029ରେ ଓଡ଼ିଶାରେ ସରକାର କଂଗ୍ରେସ କରିବ। ଠିକ୍ ଅଛି, ଧନ୍ୟବାଦ। ଚାଷୀଙ୍କ କଥା କହୁଥିଲେ, ଚାଷୀ ମାରଣନୀତି କ'ଣ ବିଜେପି ସରକାର? ଆଜ୍ଞା, ଚାଷୀକି ଆମର ସମ୍ପୂର୍ଣ୍ଣ ଭାବେ ମାରି ଦେଇଛନ୍ତି। ଚାଷୀ ଆମକୁ କହିଲେ ଯେଉଁ ପ୍ରକାର ସହାୟତା ଦେବେ ବୋଲି, କିଛି ଆମକୁ ସହାୟତା ଦେଲେନି। ଏବେ ଗୋଟେ ଯେଉଁ ଅଦିନିଆ ବର୍ଷା ହେଲା, ଯେତିକି ଆମର ଫସଲ କ୍ଷତି ହେଲା, ଗୋଟେ ଟଙ୍କାଟେ ବି ଦେଲେନି। କଂଗ୍ରେସ ସରକାର ଆସିଲେ ଚାଷୀଙ୍କ ଦୁଃଖ ଦୂର ହେବ? କଂଗ୍ରେସ ସରକାର ଆସିଲେ ନିଶ୍ଚିନ୍ତ ଆମର ଦୂର ହେବ ଏବଂ ଆମ ଚାଷୀ ଋଣ ଛାଡ଼ ହେବ, ଏଇଟା ନିଶ୍ଚିତ। ସରକାର ଯେତେବେଳେ ଆସିବ ନିଶ୍ଚିନ୍ତ ସିଏ ଆମର ଋଣ ଛାଡ଼ କରିବେ। କିନ୍ତୁ ଏ ବିଜେପି ସରକାର ଯେଉଁ ଡବଲ ଇଞ୍ଜିନ୍, ଗୋଟେ ଆଗକୁ ଭିଡ଼ୁଛି, ଗୋଟେ ପଛକୁ ଭିଡ଼ୁଛି, ମାନେ ଆଗକୁ ଯାଇପାରୁନା, ପଛକୁ ଯାଇପାରୁନା, ମଝିରେ ଅଛୁ। ଠିକ୍ ଅଛି।